ଆଜି ଆମେ ଗୋଟେ ବହୁତ ମଜାଦାର ବିଷୟରେ କଥା ହେବା ମହାତ୍ମା ଗାନ୍ଧୀ ଆଉ ଗୋପାଳ କୃଷ୍ଣ ଗୋଖଲେ। ହଁ, ତାଙ୍କ ଭିତରେ ଯୋଉ ସମ୍ପର୍କ ଥିଲା ସେଇଟାକୁ ଟିକେ ଭଲ ଭାବେ ବୁଝିବା। ଆମ ପାଖରେ ଗୋଖଲେ ଗାନ୍ଧୀଙ୍କ ରାଜନୈତିକ ଗୁରୁ ବହିରୁ କିଛି ଅଂଶ ଅଛି, ତ ସେଇଠୁ ହିଁ ଆମେ ଆଲୋଚନା କରିବା। କିନ୍ତୁ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି, ଆଉ ବୋଧେ ସମସ୍ତଙ୍କ ମନରେ ଆସୁଥିବ। ଗାନ୍ଧୀଙ୍କ ଭଳି ଜଣେ ମଣିଷ, ଏତେ ବଡ଼ ନେତା, ସେ କାହିଁକି ଗୋଖଲେଙ୍କୁ ନିଜର ରାଜନୈତିକ ଗୁରୁ ବୋଲି କହିଲେ? ଏମିତି ତ ନୁହେଁ ଯେ କେବଳ ସମ୍ମାନ ଦେବାକୁ କହିଦେଲେ। ନା, ଏହା ପଛରେ ଆହୁରି କିଛି ଗଭୀର କଥା ଅଛି। ଚାଲନ୍ତୁ ଏଇଟା ଟିକେ ଜାଣିବା। ନିଶ୍ଚୟ ନିଶ୍ଚୟ। ଦେଖନ୍ତୁ, ଗୋପାଳ କୃଷ୍ଣ ଗୋଖଲେ ସେ ସମୟର ଜଣେ ବହୁତ ଜଣାଶୁଣା ନେତା ତ ଥିଲେ, ଆଉ ସମାଜ ସୁଧାରକ ବି। କିନ୍ତୁ ତାଙ୍କର କ'ଣ ଏମିତି ଥିଲା ଯେ ଗାନ୍ଧୀ ଏତେ ପ୍ରଭାବିତ ହେଲେ? ହଁ, ତ ଉତ୍ସ ଅନୁସାରେ କଥା ହେଉଛି, ଗୋଖଲେଙ୍କ କାମ କରିବାର ତରିକା ସେଇଟା ବହୁତ ଅଲଗା ଥିଲା। କେମିତି ଅଲଗା? ମାନେ ସେତେବେଳେ ଅଧିକାଂଶ ନେତା ବହୁତ ଜୋସ୍ରେ ଭାଷଣ ଦେଉଥିଲେ, ଭାବପ୍ରବଣ କଥା କହୁଥିଲେ। କିନ୍ତୁ ଗୋଖଲେ ସେ ତଥ୍ୟ ଆଉ ପରିସଂଖ୍ୟାନ ଉପରେ ବେଶୀ ଧ୍ୟାନ ଦେଉଥିଲେ। କିଛି ବି କହିବା ଆଗରୁ ବହୁତ ଗଭୀର ଅଧ୍ୟୟନ କରୁଥିଲେ। ସରକାରଙ୍କ ପାଖରେ ଯୁକ୍ତି ରଖିବା ବେଳେ ପୁରା ପ୍ରସ୍ତୁତ ହୋଇକି ଯାଉଥିଲେ। ଓହୋ, ମାନେ ଖାଲି ବିରୋଧ ନୁହେଁ, ପୁରା ହୋମୱାର୍କ କରିକି କଥା କହିବା, ଏଇଟା ବାସ୍ତବିକ ଗୋଟେ ଅଲଗା କଥା। ଏକଦମ ଠିକ୍। ଆଉ ଏଇ ଯୋଉ ତଥ୍ୟ ଆଧାରିତ ଆଉ ସାମ୍ବିଧାନିକ ଉପାୟରେ କାମ କରିବା ଶୈଳୀ, ଏଇଟା ଗାନ୍ଧୀଙ୍କୁ ବହୁତ ପସନ୍ଦ ଆସିଥିଲା। ମାନେ ଉତ୍ସରେ ଏମିତି ହିଁ ଲେଖା ଅଛି, ଗୋଖଲେ ଚାହୁଁଥିଲେ ବ୍ରିଟିଶ ଶାସନ ଭିତରେ ରହି ସୁଧାର ଆଣିବା ପାଇଁ, ଯାହାକୁ ଆମେ ମଡରେଟ୍ ପଲିଟିକ୍ସ ବା ମଧ୍ୟମପନ୍ଥୀ ରାଜନୀତି କହୁଛୁ। ଆଚ୍ଛା, ଆଉ ସେ ଯୋଉ ଗୋଟେ ସଂଗଠନ କରିଥିଲେ ସର୍ଭେଣ୍ଟସ୍ ଅଫ୍ ଇଣ୍ଡିଆ ସୋସାଇଟି, ତା ବିଷୟରେ ଟିକେ କୁହନ୍ତୁ। ସେତେବେଳେ ତ ସେବା କଥା ଅନେକ କହୁଥିଲେ, ଏଥିରେ କ'ଣ ନୂଆ ଥିଲା? ବହୁତ ଭଲ ପ୍ରଶ୍ନ ପଚାରିଲେ। ଦେଖନ୍ତୁ, ଏଇ ସୋସାଇଟିଟା ଖାଲି ଗୋଟେ ସଂଗଠନ ନଥିଲା, ଏଇଟା ଗୋଖଲେଙ୍କର ଗୋଟେ ବଡ଼ ଭିଜନ୍ ଥିଲା। ଏହାର ମୂଳ କଥା ଥିଲା, ଯେଉଁମାନେ ଦେଶ ସେବା କରିବେ ସେମାନେ ନିଜକୁ ପୁରା ସମର୍ପଣ ଦେବେ, ଆଉ ତା ପାଇଁ ଭଲ ଭାବେ ପଢ଼ାପଢ଼ି କରିବେ, ଟ୍ରେନିଂ ନେବେ, କଠୋର ଅନୁଶାସନରେ ରହିବେ। ଓ ହଁ, ସଦସ୍ୟମାନଙ୍କୁ ଦେଶର ପ୍ରକୃତ ସମସ୍ୟା କ'ଣ ତାକୁ ଗଭୀର ଭାବେ ବୁଝିବାକୁ ପଡ଼ୁଥିଲା। ଏହା କେବଳ ରାଜନୀତି ନଥିଲା, ଏମିତି ଭାବନ୍ତୁ, ଗୋଟେ ପ୍ରକାର ସାମାଜିକ ଆଉ ଆଧ୍ୟାତ୍ମିକ କାମ ଭଳି ଥିଲା। ରାଜନୀତି ସହ ନୈତିକତାକୁ ଯୋଡ଼ିବାର ଚେଷ୍ଟା। ବା, ଏଇଟା ଶୁଣିକି ମତେ ଲାଗୁଛି ଗାନ୍ଧୀଙ୍କ ପରେ ଯେମିତି ଆଶ୍ରମ ଜୀବନ କଥା କହିଲେ, ସତ୍ୟାଗ୍ରହୀଙ୍କ ପାଇଁ ନିୟମ କଲେ, ସେଇ ନିଷ୍ଠା, ସେ ସମର୍ପଣ ଭାବ, ଏହାର ପ୍ରେରଣା କ'ଣ ଏଇଠୁ ଆସିଥିଲା? ହଁ, ଏହା ବହୁତ ସମ୍ଭବ। କାରଣ ଉତ୍ସରେ ଆହୁରି ଗୋଟେ କଥା ଅଛି, ଯେତେବେଳେ ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଫେରିଲେ ନା, ହଁ, ଗୋଖଲେ ହିଁ ତାଙ୍କୁ କହିଥିଲେ, ତୁମେ ଏକଦମ କୌଣସି ରାଜନୀତିରେ ପଶିଯାଉନି, ଆଗେ ପୁରା ଭାରତ ବୁଲ, ଲୋକଙ୍କ ସହ ମିଶ, ଦେଶକୁ ଆଗ ବୁଝ, ନିଜ ଆଖିରେ ଦେଖ, ତାପରେ ଯାଇ କିଛି କରିବୁ। ଆଚ୍ଛା, ଏଇଟା ତ ପୁରା ଗୁରୁ ଭଳି ଉପଦେଶ। ହଁ, ଠିକ୍ ସେଇଆ। ଏହା ହିଁ ତ ଗୁରୁର କାମ, ଦିଗ୍ଦର୍ଶନ ଦେବା। ମାନେ କେବଳ ରାଜନୀତିକ କୌଶଳ ନୁହେଁ, ଏକ ନୈତିକ ଆଉ ବ୍ୟକ୍ତିଗତ ସ୍ତରରେ ବି ମାର୍ଗଦର୍ଶନ ମିଳୁଥିଲା। କିନ୍ତୁ ଗୋଟେ କଥା ଅଛି, ପରେ ତ ଦୁହିଁଙ୍କର କାମ କରିବା ରାସ୍ତା ବହୁତ ଅଲଗା ହୋଇଗଲା ପରି ଲାଗେ। ଯେମିତି ଗୋଖଲେଙ୍କର ସେଇ ମଧ୍ୟମ ପନ୍ଥା ଆଉ ଗାନ୍ଧୀଙ୍କର ବଡ଼ ବଡ଼ ଆନ୍ଦୋଳନ, ସତ୍ୟାଗ୍ରହ, ଏ ଦୁଇଟା ଭିତରେ ତାଳମେଳ କେମିତି ରହିଲା? ହଁ, ଏ କଥା ସତ ଯେ କାର୍ଯ୍ୟପନ୍ଥାରେ ଫରକ ଥିଲା, ବିଶେଷ କରି ବ୍ରିଟିଶ ଶାସନକୁ କେମିତି ଦେଖିବେ ସେଥିରେ। କିନ୍ତୁ ଦେଖନ୍ତୁ, ଗୁରୁ ଶିଷ୍ୟ ସମ୍ପର୍କ ମାନେ ତ ଏଇଆ ନୁହେଁ ଯେ ଶିଷ୍ୟ ସବୁବେଳେ ଗୁରୁ ଯାହା କହିବେ ଅକ୍ଷରେ ଅକ୍ଷରେ ସେଇଆ କରିବ। ମୂଳ କଥା ହେଲା ଆଦର୍ଶ, ମୂଲ୍ୟବୋଧ ଆଉ ଉତ୍ସାବୀ। ସେଇଆ କହୁଛି, ଗୋଖଲେଙ୍କ ଭିତରେ ଯେଉଁ ସତ୍ୟନିଷ୍ଠା ଥିଲା, ତାଙ୍କର ନିଃସ୍ୱାର୍ଥପର ସେବା ମନୋଭାବ, ଦେଶ ପାଇଁ ଗଭୀର ଚିନ୍ତା, ଆଉ ସବୁଠୁ ବଡ଼ କଥା, ରାଜନୀତିରେ ବି ନୈତିକତାକୁ ଜାବୁଡ଼ି ଧରିବା, ଏଇ ଗୁଣଗୁଡ଼ିକ ହିଁ ଗାନ୍ଧୀଙ୍କୁ ସବୁଠୁ ବେଶୀ ପ୍ରଭାବିତ କରିଥିଲା। ବାଟ ଅଲଗା ହୋଇପାରେ, କିନ୍ତୁ ଏଇ ମୂଳଦ୍ୱାରଟା ସମାନ ଥିଲା ବୋଲି ଲାଗେ। ହଁ, ଏବେ ପୁରା ସ୍ପଷ୍ଟ ହେଇଗଲା। ତାହେଲେ ଏ ଆଲୋଚନାରୁ ଆମେ ଏତିକି ବୁଝିଲେ ଯେ ଗାନ୍ଧୀଙ୍କ ପାଇଁ ଗୋଖଲେ କେବଳ ଜଣେ ରାଜନୈତିକ ନେତା ନଥିଲେ, ସେ ଥିଲେ ଜଣେ ପ୍ରେରଣା, ଜଣେ ନୈତିକ ମାର୍ଗଦର୍ଶକ ଆଉ ଭାରତକୁ ବୁଝିବାରେ ଜଣେ ସାହାଯ୍ୟକାରୀ। ତାଙ୍କ ଗୁରୁ ସ୍ଥାନଟା କେବଳ ଉପାଧି ନଥିଲା, ଏହା ପଛରେ ବହୁତ ଗଭୀର କଥା ଥିଲା। ଏହା ସାଧାରଣ ରାଜନୈତିକ ସମ୍ପର୍କଠୁ ବହୁତ ବେଶୀ କିଛି ଥିଲା। ଶେଷରେ ଗୋଟେ କଥା ମୁଁ ଭାବିବା ପାଇଁ ଛାଡ଼ି ଯାଉଛି। ଧରନ୍ତୁ, ଯଦି ଗୋଖଲେ 1915ରେ ଏତେ ଶୀଘ୍ର ଚାଲିଯାଇନଥାନ୍ତେ, ଆଉ କିଛି ବର୍ଷ ରହିଥାନ୍ତେ, ତାହେଲେ ଭାରତର ସ୍ୱାଧୀନତା ସଂଗ୍ରାମ କେମିତି ହୋଇଥାନ୍ତା?
ଗାନ୍ଧୀଙ୍କ ଆନ୍ଦୋଳନ ଉପରେ ତାଙ୍କର ପ୍ରଭାବ କ'ଣ ଆହୁରି ଅଲଗା ପ୍ରକାରର ହୋଇଥାନ୍ତା? ଏ ବିଷୟରେ ଭାବିବା କଥା ନା?